मेघमाଳରେ शीघ्र आसुथिबा आम्भमानଙ୍କ प्रभु यीशु ख्रीष्टଙ୍କର अति पवित्र बहुमूल्य नामरे आपण समस्तଙ୍କୁ ଆଉ ଏକ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରତିଦିନ ୟୁଟ୍ୟୁବ ମାଧ୍ୟମରେ ଆପଣମାନଙ୍କୁ ସ୍ୱାଗତ କରିବା ପରମେଶ୍ୱରଙ୍କ ବାକ୍ୟରୁ ନୂଆ ନୂଆ ପ୍ରସଙ୍ଗକୁ ନେଇ ଆପଣମାନଙ୍କ ନିକଟରେ ଆସିବା, ଆପଣମାନଙ୍କ ସହିତ ସାକ୍ଷାତ କରିବା, ଏହା ମୋ ପ୍ରତି ପରମେଶ୍ୱରଙ୍କ ଅନୁଗ୍ରହ ଅଟେ ଏବଂ ଏହା ମୋ ପାଇଁ ଅତି ଖୁସି ଆଉ ଆନନ୍ଦର ବିଷୟ ଅଟେ କି ପରମେଶ୍ୱର ତାହାଙ୍କର ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ଏହି ସୁନ୍ଦର ସୁଯୋଗ ଗୁଡ଼ିକ ମୋ ଜୀବନରେ ଯୋଗ କରୁଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କର ଗୌରବ କରେ। ପ୍ରିୟମାନେ, ଆସନ୍ତୁ ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ବିଶ୍ୱାସୀମାନେ ଭୂତକୁ ଭୟ କରିବା ଉଚିତ କି। ଆଜିର ପ୍ରସଙ୍ଗ ହେଲା ଖ୍ରୀଷ୍ଟ ବିଶ୍ୱାସୀମାନେ ଭୂତ ପ୍ରେତକୁ ଭୟ କରିବା ଉଚିତ କି। ଏହି ପ୍ରସଙ୍ଗରେ ଆମେ ଅଳ୍ପ ସମୟ ବାକ୍ୟରୁ କଥାବାର୍ତ୍ତା ହେବା। ପ୍ରିୟମାନେ, ବାସ୍ତବରେ ଭୂତ ବୋଲି କିଛି ଅଛନ୍ତି କି? ଏହା ହେଉଛି ଆମମାନଙ୍କର ଜାଣିବାର ବିଷୟ ଯେ ବାସ୍ତବରେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଜାଣିବା ଆବଶ୍ୟକ ରହିଛି ଯେ ଭୂତ ପ୍ରେତ ବୋଲି କିଛି ଅଛନ୍ତି କି। ନିଶ୍ଚିତ ଭାବରେ ଭୂତ ପ୍ରେତ ଅଛନ୍ତି, କାରଣ ଯେଉଁ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀ ପୃଷ୍ଠରେ ଥିଲେ ସେ ଅନେକଙ୍କର ଭୂତ ଛଡ଼ାଇଲେ, ସେମାନଙ୍କୁ ମନ୍ଦ ଆତ୍ମାରୁ ସୁସ୍ଥତା ଦେଲେ, ଆରୋଗ୍ୟତା ଦେଲେ। ଏହା ବାଇବେଲ ଆମମାନଙ୍କୁ ସ୍ପଷ୍ଟ ଭାବରେ କହେ। ଯଦି ଭୂତ ପ୍ରେତ ନଥାନ୍ତେ ତାହେଲେ ଭୂତଗ୍ରସ୍ତ ଲୋକମାନଙ୍କୁ ଯୀଶୁ ଖ୍ରୀଷ୍ଟ କେମିତି ସୁସ୍ଥ କଲେ ବୋଲି ବାଇବେଲ ଆମମାନଙ୍କୁ କହେ। ନିଶ୍ଚିତ ଭାବରେ ଭୂତ ପ୍ରେତ ଅଛନ୍ତି, କିନ୍ତୁ ପ୍ରଶ୍ନ ହେଲା ଯେ ବିଶ୍ୱାସୀମାନେ ଭୂତକୁ ପ୍ରେତକୁ ଭୟ କରିବା ଉଚିତ କି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମ ହାତରେ ପରମେଶ୍ୱର ଯେଉଁ ବାକ୍ୟ ଦେଇଛନ୍ତି, ବାକ୍ୟରେ 66ଟି ପୁସ୍ତକ ରହିଛି। ଆଉ ଏହି 66ଟି ପୁସ୍ତକରେ 365 ଥର ପ୍ରଭୁ ତାଙ୍କ ବାକ୍ୟରେ ଲେଖିଛନ୍ତି ଭୟ କର ନାହିଁ। ଏହି ବାଇବଲରେ ସେ 365 ଥର ଭୟ କର ନାହିଁ ସେ ଲେଖି ଆମମାନଙ୍କୁ ପ୍ରତିଜ୍ଞା କରିଛନ୍ତି। ମୁଁ ତୁମ ସଙ୍ଗରେ ଅଛି, ମୁଁ ତୁମକୁ ସମ୍ଭାଳିବି, ସେ ଆମଠାରେ ସେ ପ୍ରତିଜ୍ଞା କରିଛନ୍ତି। ଖ୍ରୀଷ୍ଟିଆନ ଜୀବନ ଭୟଭୀତର ଜୀବନ ନୁହେଁ। ଖ୍ରୀଷ୍ଟିଆନ ମାନେ ଭୟ କରିବା ଲୋକ ନୁହନ୍ତି। ମାତ୍ର ଆମର ପରମେଶ୍ୱର ପ୍ରତିଦିନ ସେ ଆମକୁ କହୁଛନ୍ତି ଭୟ କର ନାହିଁ। 365 ଦିନ, ବର୍ଷକୁ 365 ଦିନ, ଆଉ ପ୍ରତିଦିନ ସେ ଆମକୁ କହୁଛନ୍ତି ଭୟ କର ନାହିଁ। ଏହି ସବୁ ପ୍ରତିଜ୍ଞା ଥିବା ସତ୍ତ୍ୱେ ମଧ୍ୟ, ବାଇବଲ ଆମ ହାତରେ ଥିବା ସତ୍ତ୍ୱେ ମଧ୍ୟ, ଆମେ ଖ୍ରୀଷ୍ଟ ବିଶ୍ୱାସୀ ହୋଇଥିବା ସକାଶୁ ମଧ୍ୟ ଅନେକ ସମୟରେ ଅନେକ ଭାଇ ଭଉଣୀମାନେ ସେମାନେ କହନ୍ତି, ଭାଇ ମୁଁ ଭୂତକୁ ବେଶୀ ଡରେ, ମୁଁ ପ୍ରେତକୁ ବେଶୀ ଡରେ, ମୁଁ ଡାହାଣୀକୁ ବେଶୀ ଡରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଖ୍ରୀଷ୍ଟିଆନ ମାନେ ଭୂତକୁ ଡରନ୍ତି ନାହିଁ, ସେମାନେ ପ୍ରେତକୁ ଡରନ୍ତି ନାହିଁ। କାହିଁକି ଡରନ୍ତି ନାହିଁ? ମୁଁ ବାକ୍ୟରୁ କେତେକ କଥା କହି ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ, ପରାମର୍ଶ ଦେବା ପାଇଁ ଚାହେଁ। ଆପଣମାନେ ମୋ ସହିତ ପ୍ରଥମ ଜହନ, ପ୍ରେରିତ ଜହନଙ୍କ ପ୍ରଥମ ପତ୍ର 4 ଅଧ୍ୟାୟକୁ ଆସିବେ। 4 ଅଧ୍ୟାୟ 4 ପଦରେ ଲେଖାଗଲା, ହେ ବତ୍ସଗଣ, ତୁମ୍ଭେମାନେ ଈଶ୍ୱରଙ୍କ ଠାରୁ ଜାତ, ଆଉ ତୁମ୍ଭେମାନେ ସେମାନଙ୍କୁ ଜୟ କରିଅଛ, କାରଣ ତୁମ୍ଭମାନଙ୍କ ଠାରେ ଯେ ଅଛନ୍ତି ସେ ଜଗତରେ ଯେ ଅଛି ତାହାଠାରୁ ମହାନ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଜଗତରେ ଜଣେ ଅଛି ଆଉ ଆମ୍ଭମାନଙ୍କ ମଧ୍ୟରେ ଜଣେ ଅଛନ୍ତି। ଜଗତରେ କିଏ ଅଛି? ଯାହାକୁ କୁହାଯାଏ ଜଗତପତି, ଯାହାକୁ କୁହାଯାଏ ଶୈତାନ, ଯାହାକୁ କୁହାଯାଏ ଭୂତ ପ୍ରେତ, ମନ୍ଦ ଆତ୍ମାର କାର୍ଯ୍ୟ ଏଇ ଜଗତରେ ଅଛି। ଆଉ ଆମ୍ଭମାନଙ୍କ ମଧ୍ୟରେ କିଏ ଅଛନ୍ତି? ଆମ୍ଭମାନଙ୍କ ମଧ୍ୟରେ ଯୀଶୁ ଖ୍ରୀଷ୍ଟ ଅଛନ୍ତି। ଆମମାନଙ୍କ ଅନ୍ତରରେ ପବିତ୍ର ଆତ୍ମା ଅଛନ୍ତି। ଆଉ ଜଗତରେ ଯେ ଅଛି ତାହାଠାରୁ ମଧ୍ୟ ମହାନ ଅଟନ୍ତି। ସେ ମହାନ ପରମେଶ୍ୱର ଅଟନ୍ତି। ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କ ଠାରୁ ସେ ଶକ୍ତିଶାଳୀ ଅଟନ୍ତି। ସେ ସର୍ବଶକ୍ତିମାନ ଅଟନ୍ତି। ଏହି ପୃଥିବୀର ସବୁ ଦେବାଦେବୀ, ଭୂତ ପ୍ରେତ ତାହାଙ୍କର ଆଜ୍ଞାଧୀନ ଅଟନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ କାହିଁକି ଭୟ କରୁଛନ୍ତି? ଅନେକ ସମୟରେ ଅନେକ ଭାଇ ଭଉଣୀମାନେ ଆମକୁ ପଚାରନ୍ତି, ମୋତେ ସନ୍ଧ୍ୟା ହେଲେ ଡର ଲାଗେ, ଅନ୍ଧାର ହେଲେ ମୁଁ କୁଆଡ଼େ ଯାଇପାରେ ନାହିଁ, ମୋତେ ବହୁତ ଭୟ ଲାଗେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଖ୍ରୀଷ୍ଟିଆନ ଜୀବନ ଭୟଭୀତ ହେବା ଜୀବନ ନୁହେଁ। ଖ୍ରୀଷ୍ଟିଆନ ମାନେ ଭୂତକୁ ଭୟ କରନ୍ତି ନାହିଁ। ଭୂତମାନେ ବିଶ୍ୱାସୀମାନଙ୍କୁ ଦେଖି ଭୟ କରନ୍ତି।
भूत माने तरहर हो जाती, भूत माने दौड़ी पलांती। आपण माने मो सहित गोटे वाक्य पढ़िबे, मार्क लिखित सुसमाचार 16 अध्याय को आसिबे। मार्क लिखित सुसमाचार 16 अध्याय तार 17 पदरे लिखा जाए। मार्क लिखित सुसमाचार 16 अध्याय तार 17 पदरे ए प्रकार लिखा जाए, आउ विश्वासी मानकर एही सबु चिन्ह अनुवर्ती हेबो, से माने मो नाम रे भूत छुड़ाइबे, नूतन नूतन भाषा रे कथा कहिबे। ए स्थान रे कोन को लिखा जाए, विश्वासी मानकर चिन्ह एही सबु अनुवर्ती हेबो। कौन से चिन्ह? से माने भूत को छुड़ाइबे, भूत से मानकु भय करिवो। भूत देखिले विश्वासी मानकु जदि भूत देखिबो तरहर होई बाहरी जीवो। ख्रिस्टियन माने भूत को भय करिवे बोली लिखा जाए ना। ख्रिस्टियन माने भूत को छुड़ाइबे। विश्वासी मानकु भूत देखिले भयभीत होई जीवो, से दौड़ी पळाइबो, चित्कार करी पळाइबो। यह जणे विश्वासींकर चिन्ह। आउ विश्वासी हेबा सत्ते मध्य जदि आमे भय करूछु, आमे भूत को भय करूछु, प्रेत को भय करूछु, विभिन्न विषय को भय करूछु, कोठी ना कोठी आमे विश्वासी न, आमे अविश्वासी हो। बरं भूत को आमर भय अछि, किंतु प्रभु को प्रति आमर भय नाही। सेति पई आज आमे भयभीत होछु। प्रभु आमान को अनुग्रह करंतु। प्रिय भाई भणी माने, आमे भूत को छड़ाइबा लोक। आमको देखिले भूत माने थरहर होई जिवे, भयभीत हेबे। यह वाक्य आमान को कहे। आमे कहीं की भूत को डरू, तार कारण है आपण माने मो सहित पढ़िबे कि गोटे वाक्य 34 गीत तार 4 पदरे लिखा गला। गीत संगीता 34 अध्याय 4 पदरे दाऊद ए प्रकार कहते, मु सदा प्रभुंकर अन्वेषण कली और से मते उत्तर देले, पुणी मोहर सबु भयरु मते उद्धार कले। आमे कहीं भय करूछु? आमे लोकन को भय, समाज को भय, आमको मृत्यु पाई भय, रोग भय, विभिन्न विषय को आज अनेक भाई भणी माने भय भीतर अछंती। ए स्थान रे दाऊद कहउचंती, मु सदा प्रभुंकर अन्वेषण कली, मु प्रभु को खोजिली, से मते उत्तर देले। आ कौन कले? से मते सबु भयरु से मते उद्धार कले। जदि आपण एते भयभीत होउचंती, आपणको प्रभुंक निकट को जीवार आवश्यक रही, प्रभुंकर शरणागत हेबार आवश्यक रही। प्रिय माने, जो माने परमेश्वर को भय करंती नाही, से माने दुनियार जोटी गले मध्य से माने भयभीत होती। जो माने परमेश्वर को भय करिबाटा जानि नाहंती, से मानकु दुनियार सब विषय से मानकु भयभीत करती। किंतु जो माने परमेश्वर को भय करिसंती, दुनियार कौन शक्ति से मानकु भय देखाई पारे नाही, से मानकु भयभीत करि पारे नाही। प्रभु आमान को अनुग्रह करंतु। जो समय रे प्रभु यीशु ख्रीष्टंकर जन्म हैला, बेथलेहेम रे से जन्म ग्रहण कले, सेही समय रे पदारे केतेक मेष जगुआली माने से माने मेष फल को जगुथिले। सेही समय रे प्रभुंकर दूत से स्थान रे उपस्थित हेले। लेखा जाए जे गौरवर ज्योति से मानक चतुर्दिगरे प्रकाशित हैला। सेही परि समय रे स्वर्गर दूत से मानक कहिले, लूक लिखित सुसमाचार 2 अध्याय 10 पदरे लिखा जाए, सेतिरे दूत से मानक कहिले, भय कर नाही, देख मु समस्त लोकंकर अत्यंत आनंदजनक सुसमाचार तुम्भ मानक जणाउछि। 11 पद, कारण आज दाऊदंक नगर रे तुम्भ मानक निमंते त्राणकर्ता जन्म ग्रहण करियछंती, से ख्रीष्ट प्रभु। प्रभुंक नाम स्तुति हो। समस्तंक निमंते आनंदजनक सुसमाचार, अत्यंत आनंदजनक सुसमाचार हैला, जने त्राणकर्ता जन्म ग्रहण करियछंती। त्राणकर्ता कहिले परित्राणकर्ता, उद्धारकर्ता। कोठिर उद्धारकर्ता? भयरु आमको उद्धार करिबा पई प्रभु यीशु ख्रीष्ट आसिले। भयरे रहिबा पई, डररे रहिबा पई, चिंतारे रहिबा पई से ए जगत को आसी नथिले। आमको समस्त भयरु, चिंतारु, रोगर समस्यारु से आमको कोन उद्धार करिबा पई आसिले, उद्धार करिबा पई आसिले। जदि आज भी आपण भयर फांदरे अछंती,
ଯୀଶୁ ଖ୍ରୀଷ୍ଟ ଆଜି ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି ଆପଣଙ୍କୁ ସେଇ ବନ୍ଧନରୁ ବାହାର କରି ଆଣିବା ପାଇଁ। ଆଜି ମଧ୍ୟ ଆପଣଙ୍କୁ ଉଦ୍ଧାର କରିବା ପାଇଁ ସେଇ ତ୍ରାଣକର୍ତ୍ତା ଆପଣଙ୍କ ନିମନ୍ତେ ସେ ଉପଲବ୍ଧି ଅଟନ୍ତି, ସେ ଏଭେଲେବୁଲ ଅଛନ୍ତି। ଆପଣଙ୍କୁ ପ୍ରଭୁଙ୍କ ନିକଟକୁ ଯିବାକୁ ହେବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଯଦି ପ୍ରଭୁଙ୍କୁ ଭୟ କରିବା, ଦୁନିଆର କୌଣସି ବିଷୟ ଆମକୁ ଭୟଭୀତ କରିବ ନାହିଁ। ଧନ୍ୟ ସେ ପରମେଶ୍ୱର ଆମକୁ ଭୟରୁ ମୁକ୍ତ କଲେ। ଆଜି ପ୍ରଭୁଙ୍କୁ ପାଇଲା ପରେ ମଣ୍ଡଳୀରେ ରହି ଅନେକ ଭାଇ ଭଉଣୀ ମାନେ ବିଭିନ୍ନ ଭୟରେ ସେମାନେ ଅଛନ୍ତି। ମରିବା ପାଇଁ ସେମାନେ ଡରନ୍ତି। ମରିବା ଜଣେ ଭକ୍ତ ଲୋକ ନିମନ୍ତେ, ପରିତ୍ରାଣ ପାଇଥିବା ଲୋକଙ୍କ ନିମନ୍ତେ ମରିବା ଏକ ଆଶୀର୍ବାଦ ଅଟେ, ଏକ ବହୁମୂଲ୍ୟ ଅଟେ। ମୃତ୍ୟୁ ବହୁମୂଲ୍ୟ ଅଟେ, କିନ୍ତୁ ଅନେକ ମରିବା ପାଇଁ ପସନ୍ଦ କରନ୍ତି ନାହିଁ। ରୋଗର ଭୟ, ଖାଇବା ପିଇବାର ଚିନ୍ତା, ଲୋକଙ୍କର ଭୟ, ସମାଜର ଭୟ, ସରକାରର ଭୟ, ବିଭିନ୍ନ ଭୟରେ ଆଜି ସେମାନେ ଜୀବନଯାପନ କରୁଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆପଣ ଭୂତ ପ୍ରେତକୁ ଡରୁଛନ୍ତି, ଆପଣଙ୍କୁ ତ୍ରାଣକର୍ତ୍ତାର ଆବଶ୍ୟକ। ଆପଣ ତ୍ରାଣକର୍ତ୍ତାଙ୍କୁ ଜାଣିନାହାନ୍ତି, ଆପଣ ଯୀଶୁଙ୍କୁ ବିଶ୍ୱାସ କରିନାହାନ୍ତି। ଯଦି ବିଶ୍ୱାସ କରିଥାନ୍ତେ ତାହେଲେ ଆପଣ ଭୂତକୁ ଭୟ କରିବା ଲୋକ ହେଇନଥାନ୍ତେ, ଭୂତକୁ ବରଂ ଆପଣ ଛଡ଼େଇଥାନ୍ତେ। ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ସେଇ ଭୟରୁ ମୁକ୍ତ ହେବାକୁ ହେଲେ ଦାଉଦ କହିଲେ, ମୁଁ ସଦା ପ୍ରଭୁଙ୍କର ଅନ୍ୱେଷଣ କଲି, ସେ ମୋତେ ଉତ୍ତର ଦେଲେ, ଆଉ ସବୁ ଭୟରୁ ସେ ମୋତେ ଉଦ୍ଧାର କଲେ। ଆମେ ତାହାଙ୍କୁ ଖୋଜିବା, ତାହାଙ୍କର ନିକଟକୁ ଯିବା, ତାହାଙ୍କର ଶରଣାଗତ ହେବା, ତାହେଲେ ଆମକୁ କ'ଣ କରିବେ? ସେ ଭୟରୁ ସେ ଆମକୁ ବାହାର କରି ଆଣିବେ, ଆମକୁ ମୁକ୍ତ କରିବେ। ଆସନ୍ତୁ ପଦେ ପ୍ରଭୁଙ୍କୁ ଧନ୍ୟବାଦ ଦେବା। ସ୍ୱର୍ଗୀୟ ପିତା, ମୁଁ ତୁମର ଗୌରବ କରେ, ପ୍ରଶଂସା କରେ। ପିତା, ତୁମେ ଆମ ସହିତ ପ୍ରତିଜ୍ଞା କରିଛ, ଭୟ କର ନାହିଁ, ମୁଁ ତୁମ ସଙ୍ଗରେ ଅଛି। ଏଇ ସବୁ ବାକ୍ୟ ଜାଣିବା ପରେ ମଧ୍ୟ ଆମେ ପ୍ରଭୁ ଦୁର୍ବଳ ଅଟୁ, ଅନେକ ସମୟରେ ଆମେ ପଡ଼ି ଯାଉଛୁ। ପ୍ରଭୁ ପୁନର୍ବାର ତୁମ ବାକ୍ୟ ଦ୍ୱାରା ମାନଙ୍କୁ କଥା ହେଇଛ, ଧନ୍ୟବାଦ। ଯେଉଁ ଭାଇ ଭଉଣୀ ମାନେ ଆଜି ଭୟରେ ଅଛନ୍ତି, ତୁମେ ସେମାନଙ୍କୁ ବନ୍ଧନରୁ ମୁକ୍ତ କର, ବାହାର କରି ଆଣ। ସେମାନେ ଭୂତକୁ ଭୟ ନ କରି ଭୂତ ଛଡ଼ାଇବା ଲୋକ ହେବେ, ଏଥିପାଇଁ ଅନୁଗ୍ରହ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛି, ଆମେନ୍। ପୁନର୍ବାର ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କ ଅନୁଗ୍ରହ ହେଲେ ଆଉ ଏକ ଅଧ୍ୟାୟରେ ଆମେ ପରସ୍ପର ସାକ୍ଷାତ କରିବା। ରହିବା। ଗଡ୍ ବ୍ଲେସ୍ ୟୁ।